ଆମେରିକା ମାନଚିତ୍ରରେ ଭାରତର ସତ, ଚିନ୍ତାରେ ପାକିସ୍ତାନ ଚୀନ। ଆମେରିକାର ଗୋଟିଏ ଫଟୋ, ଏକା ସାଙ୍ଗରେ ତାଟକା ଚୀନ ପାକିସ୍ତାନ। ଭାରତ ଏବଂ ଆମେରିକା ଶନିବାର ଦିନ ସେମାନଙ୍କର ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିର ଢାଞ୍ଚା ଘୋଷଣା କରିଛନ୍ତି, ଯାହା ଭାରତ ଆମେରିକା ସମ୍ପର୍କକୁ ଏକ ନୂତନ ଦିଗ ପ୍ରଦାନ କରିବ। ଏହାରି ଭିତରେ ଟ୍ରମ୍ପ ପ୍ରଶାସନ ଭାରତକୁ ଖୁସି କରାଇ ଏକ ମାନଚିତ୍ର ମଧ୍ୟ ସେୟାର କରିଛି। ଭାରତର ଏହି ମାନଚିତ୍ର ଏବେ ଆଲୋଚନାର ବିଷୟ ପାଲଟିଛି ଏବଂ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରୁଛି। ଆମେରିକା ଦ୍ୱାରା ପ୍ରକାଶିତ ଭାରତର ଏହି ମାନଚିତ୍ର ପାକିସ୍ତାନ ଏବଂ ଚୀନର ଚିନ୍ତାକୁ ଦ୍ୱିଗୁଣିତ କରିଛି, କାରଣ ଆମେରିକା ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେକୁ ଭାରତର ଅଂଶ ଭାବରେ ଘୋଷଣା କରିଛି, ଯାହାକୁ ପାକିସ୍ତାନ ନିଜର ବୋଲି ଦାବି କରୁଛି। ବାଣିଜ୍ୟ ଚୁକ୍ତିନାମାର ଏକ ବିବରଣୀ ପ୍ରକାଶ କରି ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଭାରତର ଏକ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ସମେତ ସମଗ୍ର ଜମ୍ମୁ ଓ କାଶ୍ମୀରକୁ ଭାରତର ଅଂଶ ଭାବରେ ଦର୍ଶାଯାଇଛି। ଏହା ବ୍ୟତୀତ ମାନଚିତ୍ରରେ ଅକ୍ସାଇ ଚୀନ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ନିଜର ବୋଲି ଚୀନ ଦାବି କରୁଛି। ତେଣୁ ଆମେରିକା ଦ୍ୱାରା ପ୍ରକାଶିତ ମାନଚିତ୍ର ପାକିସ୍ତାନ ଏବଂ ଚୀନ ଉଭୟଙ୍କ ପାଇଁ ଚିନ୍ତା ବଢ଼ାଇବାର ସମ୍ଭାବନା ରହିଛି। ତଥାପି ସାଧାରଣରେ ଏହା ବି ଦାବି ହୋଇଛି ଯେ ଭାରତର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ ଦୃଢ଼ କରିବା ପାଇଁ ଆମେରିକାର ଅନୁମୋଦନ ଆବଶ୍ୟକ ନଥିଲା। ଭାରତ ସର୍ବଦା କାଶ୍ମୀରକୁ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବଜାୟ ରଖିଛି। ଆମେରିକା କିମ୍ବା ଏହାର ବୈଦେଶିକ ବିଭାଗ ଦ୍ୱାରା ପ୍ରକାଶିତ ପୂର୍ବ ମାନଚିତ୍ରରେ ପାକିସ୍ତାନର ଚିନ୍ତାକୁ ଧ୍ୟାନରେ ରଖି ସ୍ପଷ୍ଟ ଭାବରେ କାଶ୍ମୀର ଅଞ୍ଚଳ ପିଓକେ ସୀମାବଦ୍ଧ କରାଯାଇଛି। ତଥାପି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରକାଶିତ ସଦ୍ୟତମ ମାନଚିତ୍ର ପାକିସ୍ତାନର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବା ବେଳେ ପୁଣି ଥରେ ପାକିସ୍ତାନକୁ ଆଇନା ଦେଖାଇଛି, ଯାହା ପାକିସ୍ତାନ ଏବଂ ଚୀନକୁ ସେମାନଙ୍କ ସ୍ଥାନ ଦେଖାଇବା ପାଇଁ ଯଥେଷ୍ଟ।